ଓମ୍ ଶାନ୍ତି। ବିଶ୍ୱ ପରିବର୍ତ୍ତକ ଭାଗ୍ୟବିଧାତା ପରମାତ୍ମା ଶିବ ପିତାଙ୍କର ବିଶ୍ୱ ପରିବର୍ତ୍ତନର କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗୀ ସହଜ ରାଜଯୋଗୀ ଶ୍ରେଷ୍ଠ ଆତ୍ମାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା, ଶୁଭ ଅଭିନନ୍ଦନ, ସୁସ୍ୱାଗତମ, ସୁପ୍ରଭାତ। ଯେପରି କୌଣସି ବିଶେଷ ଦିନମାନଙ୍କରେ ସମସ୍ତେ ବିଶେଷ ଭାବରେ ନିଜକୁ ଶୃଙ୍ଗାର କରିଥାନ୍ତି ବା ସଜେଇ ହେଇଥାନ୍ତି, ଖୁସି ମନେଇଥାନ୍ତି, ସେହିପରି ବର୍ତ୍ତମାନ ସ୍ୱୟଂ ପରମାତ୍ମା ଭଗବାନ ଆସିଛନ୍ତି ଏହି ପୁରୁଣା ପତିତ ଦୁନିଆକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରି ପବିତ୍ର ସତୋପ୍ରଧାନ ସୁଖ ଶାନ୍ତି ଭରା ସ୍ୱର୍ଣ୍ଣିମ ଦୁନିଆ ସ୍ୱର୍ଗ ରାଜ୍ୟରେ ପରିଣତ କରିବା ପାଇଁ। ସେଥିପାଇଁ ଆତ୍ମାମାନଙ୍କୁ ଜ୍ଞାନ ଯୋଗର ଅଳଙ୍କାରରେ ସଜାଇ ସେଠିକାର ରାଜ୍ୟ ଭାଗ୍ୟ ପ୍ରଦାନ କରିବା ପାଇଁ। ତେଣୁ ବାବା କହୁଛନ୍ତି, ଏହି ଶୃଙ୍ଗାରକୁ ଅତୁଟ ରଖିବାକୁ ହେଲେ ପାଞ୍ଚ ବିକାର ରୂପୀ ମାୟା ଠାରୁ କେବେ ହେଲେ ପରାଜିତ ହୁଅ ନାହିଁ। କାରଣ ଅନେକ ଜନ୍ମରୁ ଦେହର ବନ୍ଧନରେ ଆସି ମାୟାର ତୁମେମାନେ ସାଥୀ ହେଇଯାଇଛ। ତେଣୁ ମାୟା ମଧ୍ୟ ତୁମକୁ ବିଭିନ୍ନ ଉପାୟରେ ତା ଆଡ଼କୁ ଆକର୍ଷିତ କରିବ, ପରନ୍ତୁ ତୁମକୁ ତା ଠାରୁ ଅଲଗା ରହିବାର ପ୍ରୟାସ କରିବା ଆବଶ୍ୟକ। ଯେପରି ଅଭିନୟ କରୁଥିବା କଳାକାରଙ୍କର ଆଲୋକର ପ୍ରଭାବରୁ ହେଉ ବା ଗରମ କାରଣରୁ ହେଉ ମେକଅପ୍ ଖରାପ ହୋଇଯାଇଥାଏ ଏବଂ ମଝିରେ ମଝିରେ ତାକୁ ଟଚ୍ଅପ୍ ଦିଆଯାଇଥାଏ, ଠିକ୍ ଏଠାରେ ମଧ୍ୟ ମାୟାର ପ୍ରଭାବରେ ଯଦି ଆତ୍ମାର ଶୃଙ୍ଗାର ବିଗିଡ଼ି ଯାଉଛି, ତେବେ ଜ୍ଞାନ ଯୋଗରେ ରହି ପୁନଃ ତାହାକୁ ଠିକ୍ କରିନେବା ଉଚିତ। ପରନ୍ତୁ ଏହି ଅବିନାଶୀ ସୃଷ୍ଟି ନାଟକରେ ଅଭିନୟ କରୁ କରୁ ଯଦି ଛୋଟିଆ ଭୁଲର ଭ୍ରମରେ ଫସିଯାଇ ନିଶ୍ଚୟତାକୁ ହରେଇ ସଂଶୟ ବୁଦ୍ଧି ହେଇଯାଉଛନ୍ତି, ତେବେ ସତ୍ୟ ପିତାଙ୍କର ଶ୍ରେଷ୍ଠ ମତକୁ ଛାଡ଼ି ସମ୍ପୂର୍ଣ୍ଣ ମାୟାର ବଶବର୍ତ୍ତୀ ହୋଇଯାଉଛନ୍ତି। ଅନ୍ୟମାନଙ୍କର ସେବା କରିବା ତ ଦୂରର କଥା, ନିଜେ ମଧ୍ୟ ମାୟା ଅର୍ଥାତ୍ ବିକାରକୁ ଜିତିବାର ପ୍ରୟାସ ମଧ୍ୟ କରିପାରିବେ ନାହିଁ। ଏଭଳି ଦୁର୍ବଳ ଆତ୍ମିକ ସନ୍ତାନମାନଙ୍କୁ ମଧ୍ୟ ଦୟାର ସାଗର, କରୁଣାର ସାଗର ଶିବ ବାବା ମତ ଦେଉଛନ୍ତି, ପିଲାମାନେ, ଯଦି ତୁମକୁ ବିକାର ହଇରାଣ କରୁଛି, ସେବା ମଧ୍ୟ କରିପାରୁନାହଁ, ତେବେ ଏକ ନିରାକାର ବାବାଙ୍କୁ ତ ମନେ ପକାଅ, ଯଦ୍ୱାରା ଜନ୍ମ ଜନ୍ମାନ୍ତରର ଗଚ୍ଛିତ ଥିବା ପାପର ହିସାବ କିତାବ ଯୁକ୍ତ ହୋଇପାରିବ। ଏବେ ଯେହେତୁ ପବିତ୍ର ଦେବୀ ଦେବତା ଧର୍ମର ସ୍ଥାପନା ହେଉଛି, ସେହିପରି ରାଜ୍ୟକୁ ଯିବା ପାଇଁ ହେଲେ ପବିତ୍ର ହେବାକୁ ତ ପଡ଼ିବ। ବର୍ତ୍ତମାନ ଏପରି କେହି କହିପାରିବେ ନାହିଁ ଯେ ଆମର ଦେବୀ ଦେବତା ଧର୍ମ ବୋଲି, କାରଣ ଦେବୀ ଦେବତା ତ ସମ୍ପୂର୍ଣ୍ଣ ପବିତ୍ର, ନିର୍ବିକାରୀ। ଏବେ ତ ସମସ୍ତେ ବିକାରୀ। ତେଣୁ ପୁନଃ ସେହି ଧର୍ମ ସ୍ଥାପନା କରିବା ପାଇଁ ଅନ୍ୟ ସବୁ ଧର୍ମ ଲୋପ ହେବା ତ ଦରକାର ନା। ଯାହା ଗୀତାର ମହାବାକ୍ୟରେ ମଧ୍ୟ ଉଲ୍ଲେଖ ଅଛି କି ସର୍ବଧର୍ମଂ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ। ଏହା ହେଉଛି ସେହି ସମୟ
ଯେତେବେଳେ କି ଭଗବାନ ଶିବ ପିତାଙ୍କୁ ଆସିବାକୁ ପଡ଼ିଥାଏ। ବାବା କହୁଛନ୍ତି, ଏବେ ଭକ୍ତିର ପାଠ ଶେଷ ହେବାକୁ ଯାଉଛି। ସେଥିପାଇଁ ଭକ୍ତିର ଫଳ ଦେବା ପାଇଁ ମୁଁ ଆସିଛି। ଯେଉଁମାନଙ୍କର ଭକ୍ତି ଶେଷ ହୋଇଯାଉଛି, ସେମାନେ ଏହି ସତ୍ୟ ଜ୍ଞାନକୁ ସହଜରେ ବୁଝି ନିଜର ଭବିଷ୍ୟ ଭାଗ୍ୟ ଗଢ଼ିବା ପାଇଁ ତତ୍ପର ହୋଇଥାନ୍ତି। ଭବିଷ୍ୟ ସ୍ୱର୍ଗରାଜ୍ୟ ଏପରି ସୁନ୍ଦର ହେବ, ଯେଉଁଠାରେ ନା କୌଣସି ଅଭାବ ରହିବ, ନା କୌଣସି ଜିନିଷ ପାଇଁ ସେଠାରେ କିଛି ଆବଶ୍ୟକତା ଅନୁଭବ କରିବେ କେହି। କୁହାଯାଏ ନା, ଦେବତାମାନଙ୍କ ଖଜଣାରେ ଅପ୍ରାପ୍ତ କୌଣସି ବସ୍ତୁ ନଥାଏ। ତେଣୁ ଭକ୍ତି ପୂଜା ପାଠ କରି ଭଗବାନଙ୍କ ଠାରୁ ମାଗିବାର କୌଣସି ଆବଶ୍ୟକତା ପଡ଼ିବ ନାହିଁ ସେଠାରେ। କାରଣ ଏବେଠାରୁ ତୁମ ସନ୍ତାନମାନଙ୍କୁ ମୁଁ ସେହିଭଳି ଜ୍ଞାନ ଦ୍ୱାରା ସର୍ବଗୁଣ ସର୍ବସମ୍ପତ୍ତିରେ ସମ୍ପନ୍ନ କରାଉଛି। ତେଣୁ ନିଜର ପୂରା ହିସାବ ଶିବ ବାବାଙ୍କୁ ଦେଇ ନିଜେ ଟ୍ରଷ୍ଟି ବା ନିମିତ୍ତ ହୋଇ ସବୁ ଚିନ୍ତାରୁ ମୁକ୍ତ ହୋଇଯିବାର ଅଛି। ବାବାଙ୍କ ଶ୍ରୀମତରେ ପୂରା ଚାଲି ସହଯୋଗର ପାତ୍ର ହେବା ଦରକାର। ସାରା ସଂସାରର ମନୁଷ୍ୟମାନଙ୍କର ବୁଡ଼ି ଯାଇଥିବା ବେଡ଼ା ଅର୍ଥାତ୍ ନୌକାକୁ ମୁକ୍ତି ସେନା ହୋଇ ପାରି କରିବାକୁ ହେବ। ପୂରା ଆଜ୍ଞାକାରୀ ହୋଇ ପୂଜନ ଯୋଗ୍ୟ ଗାୟନ ଯୋଗ୍ୟ ହେବାକୁ ପଡ଼ିବ। ବାବା କହୁଛନ୍ତି, ପ୍ରତି ମୁହୂର୍ତ୍ତରେ ପ୍ରତ୍ୟେକ ସମ୍ପତ୍ତିକୁ ସଫଳ କରି ସଫଳତାର ଖୁସିକୁ ଅନୁଭବ କରୁଥିବା ସଫଳତା ମୂରତ ହୁଅ। ଯଦି ସଂକଳ୍ପ, ବାଣୀ, କର୍ମ, ସମ୍ବନ୍ଧ ଏବଂ ସମ୍ପର୍କରେ ସବୁ ପ୍ରକାରର ସଫଳତାର ଅନୁଭବ କରିବାକୁ ଚାହୁଁଛ, ତେବେ ଏହି ସବୁ ସମ୍ପତ୍ତି ବା ଏହି ସବୁ ଜିନିଷରେ ସବୁ କିଛିକୁ ସଫଳ କରିଚାଲ। କୌଣସି କଥା ଯେପରି ବ୍ୟର୍ଥରେ ନ ଯାଉ। ସଫଳ କରିବାର ଅର୍ଥ ହେଲା ବର୍ତ୍ତମାନ ସଫଳତାକୁ ପ୍ରାପ୍ତ କରିବା ସହିତ ଭବିଷ୍ୟତ ପାଇଁ ମଧ୍ୟ ଜମା ରଖିବା। ଯେତେବେଳେ ସଂକଳ୍ପରେ ମଧ୍ୟ କୌଣସି ଆକର୍ଷଣ ତୁମକୁ ତା ଆଡ଼କୁ ଆକର୍ଷିତ ନ କରିବ, ତେବେ କୁହାଯିବ ସମ୍ପୂର୍ଣ୍ଣତାର ସମୀପତା ଅର୍ଥାତ୍ ନିକଟବର୍ତ୍ତୀ। ତେବେ ଯାଇ ଦୈବୀ ଗୁଣ ସମ୍ପନ୍ନ ହୋଇ ଦେବୀ ଦେବତା ହେବାର ଯୋଗ୍ୟତା ପ୍ରାପ୍ତ ହୋଇପାରିବ। ସମ୍ପୂର୍ଣ୍ଣ ଅଧାକଳ୍ପ ଅର୍ଥାତ୍ ସତ୍ୟ ଏବଂ ତ୍ରେତୟା ଦୁଇ ଯୁଗ, ସର୍ବଗୁଣ ସମ୍ପନ୍ନ, 16 କଳା ସମ୍ପୂର୍ଣ୍ଣ, ସମ୍ପୂର୍ଣ୍ଣ ନିର୍ବିକାରୀ, ଅହିଂସା ପରମଧର୍ମ, ମର୍ଯ୍ୟାଦା ପୁରୁଷୋତ୍ତମ ଏହିଭଳି ଗୁଣର ଅଧିକାରୀ ହୋଇ ସେଠାରେ ସମ୍ପୂର୍ଣ୍ଣ ସୁଖ ଶାନ୍ତିପୂର୍ଣ୍ଣ ସମ୍ପୂର୍ଣ୍ଣ ଆୟୁଷକୁ ଭୋଗ କରି ଚାଲିବ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଶ୍ଚ ଆମେ ଆତ୍ମାମାନେ ସମସ୍ତେ ଏକତ୍ରିତ ହୋଇ ସେହି କଲ୍ୟାଣକାରୀ ପରମପିତା ପରମାତ୍ମାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଆଲୋଚନା କରିବା, ନିଜ ଜୀବନରେ ଧାରଣା କରିବା ସହିତ ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ କରିଚାଲିବା। ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ,
ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।